ଆଉ 2 ଦିନ ରାଜ୍ୟରେ ବର୍ଷା ସାଙ୍ଗକୁ ମେଘୁଆ ପାଗ 26ରେ ବଦଳିବ ପାଗ। ତ କ'ଣ ଆଜି ଖବର ଆମେ ଭିଡ଼ିଓରେ ଆଗକୁ ଜାଣିବା, କିନ୍ତୁ ତା ପୂର୍ବରୁ ଚ୍ୟାନେଲକୁ ନୂଆ କିଏ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ପାଣିପାଗ ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତ ଚାଲନ୍ତୁ ଡେରି ନକରି ଖବର ଉପରେ ନଜର ପକାଇବା। ଶୀତଦିନେ ବର୍ଷା, କୋହଲା ପାଗ ସାଙ୍ଗକୁ ବର୍ଷା। କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷୁଛି। ଗତ 3 ଦିନ ହେବ ରାଜ୍ୟରେ ଏମିତି ପାଗ। ଆସନ୍ତାକାଲି ଯାଏଁ ବର୍ଷା ସାଙ୍ଗକୁ ମେଘୁଆ ପାଗ ରହିବ। ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡିରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହିଭଳି କାଲି ପାଇଁ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, ଜଗତସିଂହପୁର, କନ୍ଧମାଳ ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ଅପରାହ୍ନ ଯାଏଁ ପାଗ ମେଘୁଆ ରହିବ। 26 ବଦଳିବ ପାଗ। ଖରାଟିଆ ପାଗ ସହ ଦିନରେ ବଢ଼ିବ ତାପମାତ୍ରା। ଗତକାଲି ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟତା ଯୋଗୁଁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବରେ ପ୍ରବେଶ କରୁଛି। ଆପଣଙ୍କ ଜିଲ୍ଲାରେ ପାଣିପାଗର ଅବସ୍ଥା କିପରି ଅଛି ତାହା ଆମ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।